ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଅଘଟଣା। ଦର୍ଶନ ପାଇଁ ଅତ୍ୟଧିକ ଭିଡ଼ ଯୋଗୁଁ ଘଟିଲା ଅଘଟଣା। ଠେଲା ପେଲାରେ ଚାଲିଗଲା ଜୀବନ। ଠେଲା ପେଲାରେ 3 ଭକ୍ତଙ୍କର ମୃତ୍ୟୁ। ତା ମଧ୍ୟରୁ ଓଡ଼ିଆ ଶ୍ରଦ୍ଧାଳୁ ଚିରଞ୍ଜୀବ ନାୟକ। ଅନୁଭୂତିଟି ଆରମ୍ଭ ହୁଏ ଏକ ଛୋଟ ଗାଁରୁ, ଯେଉଁଠାରେ ରହୁଥିଲେ ଚିରଞ୍ଜୀବୀ ନାମକ ଏକ ସରଳ ଏବଂ ଭକ୍ତି ଶ୍ରଦ୍ଧାଳୁ ଚାଷୀ। ସେ ପ୍ରତିବର୍ଷ ରଥଯାତ୍ରା ପାଇଁ ପୁରୀକୁ ଯାଉଥିଲେ। ତେବେ ଏହି ବର୍ଷର ଯାତ୍ରା ତାଙ୍କ ପାଇଁ ଏକ ବିଶେଷ ହେବାକୁ ଯାଉଥିଲା। ଚିରଞ୍ଜୀବୀ ଜନ୍ମ ହେଇଥିଲେ ଜଗନ୍ନାଥଙ୍କର ଭକ୍ତର ଘରେ। ସେ ଜଣେ ସରଳ ମଣିଷ। ପ୍ରତିଦିନ ସକାଳେ ଗୋସାଇଁଙ୍କ ନାମ ଉଚ୍ଚାରଣ କରି ଚାଷକୁ ଯାଉଥିଲେ। ତେବେ ଏହି ବର୍ଷ ସେ ଭାବିଲେ ଜୀବନରେ ପ୍ରଥମ ଥର ପାଇଁ ରଥ ଟାଣିବେ। ଗାଁ ଭିତରେ ଧନ ସଞ୍ଚୟ କରି ପରିବାରର ଅନୁମତି ନେଇ 3 ଦିନ ପାଇଁ ପୁରୀ ଯିବାକୁ ପ୍ରସ୍ତୁତ ହେଲେ। କିନ୍ତୁ ଏ ବର୍ଷ ରଥଯାତ୍ରା ଦେଖିବାକୁ ଯିବା ତାଙ୍କ ପାଇଁ ହୋଇଗଲା କାଳ। ତ ଏହି ସୁନ୍ଦର ଅନୁଭୂତିଟିକୁ ଆରମ୍ଭ କରିବା ପୂର୍ବରୁ, ଭିଡ଼ିଓଟିକୁ ଆଗକୁ ଦେଖିବା ପୂର୍ବରୁ ଯଦି ଚ୍ୟାନେଲକୁ ନୂଆ କରି ଆସିଥାନ୍ତି ତାହେଲେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ଦେବେ ଏବଂ ଏହି ସୁନ୍ଦର ଅନୁଭୂତିଟିକୁ ଶୁଣି ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଶ୍ରଦ୍ଧା ଭକ୍ତି କରୁଥିଲେ କମେଣ୍ଟରେ ଜୟ ଜଗନ୍ନାଥ ଲେଖିଦେବେ। ତ ଆସନ୍ତୁ ଆରମ୍ଭ କରିବା ଏହି ସୁନ୍ଦର ଅନୁଭୂତିଟିକୁ। ସେ ଜନ୍ମର ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ଦେଖି ହୃଦୟ ତାଙ୍କର ଭରି ଯାଇଥିଲା। ଲକ୍ଷ ଲକ୍ଷ ଲୋକ ରଥପଥ ଉପରେ ଜମା ହୋଇଥିଲେ। ସେ ମନେ ଭାବିଲେ, ମୋ ଭାଗ୍ୟ ଜଗନ୍ନାଥଙ୍କ ଦୟାରୁ ଖୋଲିଛି। ଜଗନ୍ନାଥଙ୍କ ରଥ ଚାଲିବା ଆରମ୍ଭ ହେଲା। ଚିରଞ୍ଜୀବୀ ମଧ୍ୟ ରଥ ଦଉଡ଼ିକୁ ଧରି ଟାଣିବାକୁ ଚେଷ୍ଟା କରିଲେ, କିନ୍ତୁ ତାଙ୍କ ପାଖରେ ଶକ୍ତି ନଥିଲା। ଏହି ସମୟରେ ଗୋଟିଏ ଆଶ୍ଚର୍ଯ୍ୟକର ଘଟଣା ଘଟିଲା। ରଥ ହଲଚଲ ହେଲା, ସ୍ଥାନ କମ୍ପି ଉଠିଲା। ଲୋକେ ଚିତ୍କାର କଲେ, ବଡ଼ ଘଣ୍ଟା ବାଜିଲା। ଏବେ ଚିରଞ୍ଜୀବୀ ଗଭୀର ଭକ୍ତି ଭାବେ ପ୍ରାର୍ଥନା କଲେ, ପ୍ରଭୁ, ଏଠି ଆସିଛି ମୋର ଜୀବନର ଏକମାତ୍ର ଅବସର, ମୋତେ ଅନୁଗ୍ରହ କରନ୍ତୁ। ଏହିପରି କହି ଗଭୀର ଶବ୍ଦ କରି ରଥ ଚାଲିଲା। ଚିରଞ୍ଜୀବୀ ଅନୁଭବ କଲେ ଯେ ତାଙ୍କ ହାତରେ ଅଦୃଶ୍ୟ ଶକ୍ତି ଆସିଗଲା ଯେମିତି। 3 ଘଣ୍ଟା ଧରି ରଥ ଟାଣିଲେ। ତାଙ୍କ ଅଞ୍ଚଳ ଭିଜିଯାଇ ଘାମରେ ଓ ଆଖିରୁ ଲୁହ ଝରି ପଡ଼ୁଥାଏ। ସେ ଯିବାବେଳେ ଏକ ବୃଦ୍ଧ ତାଙ୍କୁ ଦେଖି ହସି କହିଲେ, ତୁମ ଭକ୍ତି ଆଗରେ ସବୁ ଫିକା। ତେଣୁ ରଥ ଚାଲୁନଥିଲା। ଏବେ ତୁମେ ଆସିଗଲ, ରଥରେ ହାତ ମାରିଦେଲ, ରଥ ଚାଲିବାକୁ ଆରମ୍ଭ କଲା। ଏତେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ରେ କାହିଁକି ରଥଟି ଅଟକି ଯାଇଥିଲା? କିନ୍ତୁ ଜଣେ ଅଦ୍ଭୁତ ଭକ୍ତ, ଯାହାଙ୍କର ହାତ ଲାଗି ଆଜି ରଥ ଚାଲିବାକୁ ଆରମ୍ଭ କଲା। ଶ୍ରୀମନ୍ଦିରରେ ଲକ୍ଷ ଲକ୍ଷ ଭକ୍ତଙ୍କର ଗହଳି ଥିଲା, କିନ୍ତୁ ସମସ୍ତଙ୍କର ହାତରେ କ'ଣ ସେହି ଯାଦୁ ନଥିଲା ଯାହା ତୁମ ହାତରେ ଯାଦୁ ଥିଲା? ତୁମ ହାତର ଯାଦୁରେ ଆଜି ନନ୍ଦିଘୋଷ ରଥ ଚାଲିବାକୁ ଲାଗିଲା। ପୁରୀରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କର ଭିଡ଼ ଥାଏ, କିନ୍ତୁ ସେହି ଜଣେ ଭକ୍ତ ଯାହାଙ୍କର ହାତ ଲାଗି ଆଜି ନନ୍ଦିଘୋଷ ରଥ ଘୁଞ୍ଚିବାରେ ଲାଗିଥିଲା। ଏହା ଦେଖି ସମସ୍ତ ଭକ୍ତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ବୃଦ୍ଧ ପଛେ ଏହି କଥା କହିଦେଇ ଚିରଞ୍ଜୀବୀକୁ ଏକ ଦୃଷ୍ଟି ଅଦୃଶ୍ୟ ହୋଇଗଲେ। ତାପରେ ଚିରଞ୍ଜୀବୀ ବୁଝିପାରିଲେ। ସେ ଭାବିଲେ ମହାପ୍ରଭୁଙ୍କର ଏହା ଅତୁଟ ଭାବନା ଏବଂ ମହାପ୍ରଭୁ ନିଜେ ଆସି ଏକଥା ତାଙ୍କୁ କହିଛନ୍ତି। ଚିରଞ୍ଜୀବୀ ଘରକୁ ଫେରି ଆସି ସମସ୍ତଙ୍କୁ ଏ ଅଭିଜ୍ଞତା କହିଲେ। ଗାଁର ଲୋକେ ତାଙ୍କୁ ଭାଗ୍ୟଶାଳୀ ଭକ୍ତ ବୋଲି ଅଭିନନ୍ଦନ କଲେ।
ତାଙ୍କ ଜୀବନର ଏହି ଦିନ ହେଲା ସବୁଠାରୁ ପବିତ୍ର ଦିନ। ଭକ୍ତ ଚିରଞ୍ଜୀବୀ ରଥ ଟାଣିବାକୁ ଯାଇ ତାଙ୍କ ସହିତ ମହାପ୍ରଭୁଙ୍କର ଏହି ଅଦ୍ଭୁତ ଲୀଳା ସେ କେବେ ବି ଭୁଲି ପାରନ୍ତି ନାହିଁ ଏବଂ ପ୍ରତ୍ୟେକ ବର୍ଷ ସେ ମହାପ୍ରଭୁଙ୍କର ରଥ ଟାଣିବା ପାଇଁ ପୁରୀ ଜଗନ୍ନାଥ ମନ୍ଦିରକୁ ଯାଆନ୍ତି ଏବଂ ସେଠାରେ ମହାପ୍ରଭୁଙ୍କୁ ଦର୍ଶନ କରି ତିନି ରଥକୁ ଟାଣି ପୁଣି ଘରକୁ ଫେରି ଆସନ୍ତି। ତ ଏହି ସୁନ୍ଦର ଅନୁଭୂତିଟି ଆପଣମାନଙ୍କୁ କେମିତି ଲାଗିଛି ଆମକୁ ମତାମତ ଦ୍ୱାରା ନିଶ୍ଚିତ ଭାବରେ ଜଣାଇବେ ଏବଂ କମେଣ୍ଟରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୁନ୍ଦର କମେଣ୍ଟଟିଏ ଲେଖିଦେବେ। ଜୟ ଜଗନ୍ନାଥ। ମୁନା ସାଧାରଣ ଜୀବନ ଜୀବିକା କରୁଥିଲେ। ସେମାନେ ଗାଁ ମେଳାରେ ଏକ ଛୋଟ ଚା ଦୋକାନ ଚଳାଉଥିଲେ ଏବଂ ଏହି ବ୍ୟବସାୟ ଦୁଇ ଜଣଙ୍କୁ ଏକାଠି କରିଥିଲା। କିନ୍ତୁ ସାଗର ମନରେ ଥିଲା ଅନ୍ୟ ଏକ ଚିନ୍ତା, ଟଙ୍କା, ଅଧିକ ଶକ୍ତି। ତାଙ୍କ ମନ ଦିନକୁ ଦିନ ଅନ୍ଧକାର ଅଭିମୁଖରେ ଯାଉଥିଲା। ସାଗର ଏକ ଅଜଣା ଅନୁଭବରେ ବ୍ୟସ୍ତ ହୋଇଯାଉଥିଲେ। ମାଂସ ଖାଇବା ତାଙ୍କର ଥିଲା ଲକ୍ଷ୍ୟ। ଗୁରୁ ହେଲା ପଶୁ ମାଂସ ପରେ ସୁନା ଗଛର ମୁଣ୍ଡ ଛେଦିବା ଏବଂ ତାପରେ ହେଲା ମାନବ ମାଂସ ଉପରେ ଅଦ୍ଭୁତ ଆକର୍ଷଣ। ତାଙ୍କ ମନ ତାଙ୍କୁ କହୁଥିଲା, ତୁ ଚାହୁଁଛୁ ସେହି ଜୀବନର ପାଖରେ ଯେଉଁଠାରେ କି ପ୍ରବେଶ କରିବାକୁ, ଯେଉଁଠାରେ କି କୌଣସି ନିୟମ ନାହିଁ। ଏକ ମେଘାଚ୍ଛନ୍ନ ରାତି। ମେଳା ଶେଷ ହେବା ପରେ ସେମାନେ ଦୁଇ ଜଣ ଜଙ୍ଗଲରେ ଏକ ନିଆଁ ଲଗାଇ ଡ୍ରିଙ୍କ କରିବାକୁ ଲାଗିଲେ। ସାଗର ପୂର୍ବରୁ ଯୋଜନା କରିଥିଲେ। ସେମାନେ ମୁନାକୁ ମଦ ପିଆଉଥିଲେ, ତାପରେ ଗୋଟିଏ ଧାରୁଆ ଅସ୍ତ୍ର ନେଇ ସିଧା ତା ବେକରେ ଘଷିଦେଲେ। ମୁନା ଛଟପଟ ହେଲେ କିନ୍ତୁ ନିଜ ସାଙ୍ଗରୁ ଏମିତି ଆକ୍ରମଣ ଆସିବ ବୋଲି କେବେ ଚିନ୍ତା କରିନଥିଲେ। ସାଗର ମୃତଦେହକୁ ଚିରିକି ତାହାର ମାଂସ ଖାଇଲେ। ସେ ଏକ ଅଦ୍ଭୁତ ଆନନ୍ଦ ଅନୁଭବ କଲେ। ତାଙ୍କର ମନ ଏହି କାର୍ଯ୍ୟରେ ଶାନ୍ତି ମିଳିଲା। ଆଉ ତାଙ୍କୁ ଲାଗିଲା, ମୁଁ ଏହାକୁ ପୁଣି କରିବି। ଗାଁ ଲୋକେ ମୁନା ନାହିଁ ହେବାରୁ ଚିନ୍ତା କଲେ। ପୁଲିସ ତଦନ୍ତ ଆରମ୍ଭ କଲା ଏବଂ ଶେଷରେ ଜଙ୍ଗଲ ଭିତର ଗାଁରେ ଏକ କୁକୁର ମୁନାଙ୍କ ହାଡ଼ ନେଇ ଖେଳୁଥିବା ବେଳେ ଲୋକେ ଅଭିଘାତ ମାନିଲେ। ତଦନ୍ତର ସାଗରଙ୍କ ଘରରେ ଏକ କଣରୁ ମାଂସ, ରକ୍ତ ଓ ମାନବ ଅସ୍ଥି ମିଳିଲା। ସାଗର ଗିରଫ ହେଲେ। ତାଙ୍କ ମନ ମାନସିକ ରୋଗର ଦୃଢ଼ ପ୍ରମାଣ ଦେଲା। କିନ୍ତୁ ନୀତି ଓ ନ୍ୟାୟ ପ୍ରତି ଆସ୍ଥା ରଖି ପ୍ରଜା ଦାବି କଲେ ଏହି ପ୍ରକାର ଅପରାଧ